ନାଇଁ ଟିକେ ବିଳମ୍ବିତ ହେଉଛି ସେ କଥା ଯେହେତୁ ରିପେୟାରିଂ କାମ ସରିନି ଏବଂ ଚାଲିଛି ଆମେ ଆକ୍ଚୁଆଲି ଯେତିକି ଆସେସ୍ କରିଥିଲୁ ତାଠୁ ଅଧିକା ରିପେୟାରିଂର ଏରିଆ ବାହାରିଛି ତେଣୁକରି ଯେହେତୁ ରିପେୟାରିଂ କାମ ସରିନାହିଁ ସେ ଦୃଷ୍ଟିକୋଣରୁ ଆଉ ଟିକେ ସମୟ ଲାଗିବ ତାର ପୁରା ଆସେସମେଣ୍ଟ ବି ଏପର୍ଯ୍ୟନ୍ତ ହେଇପାରିନି ମୋତେ ଲାଗୁଛି ଆଉ ମାସେ ଦୁଇ ମାସ ଖଣ୍ଡେ ଲାଗିପାରେ ହୁଏତ ରିପେୟାରିଂ କାମ ଥରେ ରିପେୟାରିଂ କାମ ସରିଗଲା ପରେ ତୁରନ୍ତ ଆମେ ଗଣତି ମଣତିର ପ୍ରକ୍ରିୟା ଆରମ୍ଭ କରିବୁ ତେଣୁକରି ଆମେ ଭାବୁଛୁ ମାସେ ଦେଢ଼ ମାସରୁ 2 ମାସ ଖଣ୍ଡେ ମ୍ୟାକ୍ସିମମ୍ 1.5 ମାସରୁ 2 ମାସ ଭିତରେ ସରିଲେ ଚେଷ୍ଟା କରୁଛୁ ଆମେ ରଥଯାତ୍ରା ପୂର୍ବରୁ ଏ ଗଣତି ମଣତିର ପ୍ରକ୍ରିୟା ବି ସାରିବା ପାଇଁ ନା ସେଇଟା ଭୁଲ କଥା ମହାପ୍ରଭୁଙ୍କ ରୀତିନୀତି ସହିତ ଏ କାମ ଚାଲିବ ବୋଲି ଆରମ୍ଭରୁ ଆମେ କହିଥିଲୁ ଏବଂ ମହାପ୍ରଭୁଙ୍କ ରୀତିନୀତି ଯେଉଁଭଳିଆ ଭାବରେ ଚାଲିଛି ସେ ଚାଲିଛି ଠିକ୍ ଢଙ୍ଗରେ ଏବଂ ସେ ମଝିରେ ଗୋଟେ ସମୟ ଗ୍ୟାପ୍ ଆମେ ପାଖାପାଖି 4 ଘଣ୍ଟା 5 ଘଣ୍ଟାର ସମୟ ଗ୍ୟାପ୍ କଢ଼ା ହେଇକି ତାଙ୍କୁ ଦିଆଯାଉଛି ତେଣୁକରି ପ୍ରଶାସନ ସମୟ ଦେଉନାହିଁ ସେଟା ଯଦି କେହି କହୁଛି ସେଟା ଭୁଲ କହୁଛି ଏବଂ ଯେଉଁ କଥା ଏଏସ୍ଆଇର ସହମତିରେ ସେ କଥା କରାହେଇଛି ଏବଂ ଏଏସ୍ଆଇ ସେ ଅନୁଯାୟୀ ତାର କାମ ଚଲେଇଛି।